ଆମେ ଓଡ଼ିଆ, ଆମ ପଖାଳ କଂସା ଭାରି ବଢ଼ିଆ। ସେଥିପାଇଁ ସକାଳୁ ସକାଳୁ ପଖାଳ ମାଛ ଭଜା ତା ସହିତ କଞ୍ଚା ଲଙ୍କା ପିଆଜ ଲେମ୍ବୁ ଧରିକି ମୁଁ ବସି ପଡ଼ିଲି ଖାଇବା ପାଇଁ। ଆଉ ଏବେ ଯେହେତୁ ଖରାଦିନ ଆସିଲାଣି ଏବେ ତ ସବୁବେଳେ ସମସ୍ତେ ପଖାଳ ଖାଇବେ ଆଉ ମୋର ତ ସବୁଦିନ ପଖାଳ ଜମେ। ଛାଡ଼ନ୍ତୁ ସେ କଥା, ପଖାଳ ଖାଇସାରି ମୁଁ ମୋର କାମରେ ଲାଗିବି ଅଫିସ୍ କାମରେ। ଆଉ ମୁଁ ସବୁବେଳେ ସେଇଠି କାମ କରେ ସକାଳ 9ଟାରୁ ସନ୍ଧ୍ୟା 6ଟା 7ଟା ଯେତେବେଳେ ପର୍ଯ୍ୟନ୍ତ। ଆଉ ମୋ ସାଇଡ଼୍ରେ ଝିଅ ଥାଏ। ଏବେ ଟିକେ ଟିକେ ଉଠିକି ଟିକେ ଖେଳାଖେଳି କରୁଛି, ନହେଲେ ପ୍ରାୟ ଟାଇମ୍ ସେଠି ବସିଥାଏ। ତାପରେ ମୋର କାମ ସରିଲା ପରେ ଏଇଟା ସନ୍ଧ୍ୟାବେଳେ ବୋଉଙ୍କ ପାଇଁ ଆସି ଚିତଉ ପିଠା ବନେଇଦେଲି। ସାଙ୍ଗମାନେ ଆମର ସିନା 4 ଜଣ ଲୋକ, 4 ଜଣଙ୍କର ମାନେ କାହାର ଖାଇବା ପସନ୍ଦ କାହାର ସହିତ ମିଶୁନି। ସମସ୍ତଙ୍କର ଭେରାଇଟି ଖାଇବା। ଦେଖୁନାହାନ୍ତି ବୋଉଙ୍କୁ ଚିତଉ ପିଠା ବନେଇଦେଲି, ଏପଟେ ଝିଅ ପାଇଁ ସୁଜି ବନଉଛି। ଆଉ ସୁଜି ବନେଇ ସାରିଲା ପରେ ତାପରେ ଏପଟେ ସନ୍ତୁଳା ଟିକେ ବଘାରି ଦେଉଛି ବୋଉଙ୍କର ସାଧା। ଯେହେତୁ ଆମ ପାଇଁ ଚିକେନ୍ ଆସିଥିଲା, ଆଉ ସ୍ୱାମୀ ତ ଟିକେ ଲେଟ୍ରେ ଆସିବେ, ତାଙ୍କର ଭୋଜି ଅଛି, ସେଥିପାଇଁ ସେଥିରୁ କିଛି ଚିକେନ୍ କାଢ଼ି ମୁଁ ମୋର ପକୋଡ଼ା ବନେଇ ଖାଇ ଦେଇଥିଲି। ହେଇଗଲା 3 ପ୍ରକାର ଭେରାଇଟି। ତାପରେ ଏପଟେ ଖାଇସାରିଲା ପରେ ଏପଟେ ଆସି ବନେଇଦେଲି ପ୍ରେସରରେ ଚିକେନ୍, କାରଣ ମୋ ପାଖରେ ଟାଇମ୍ ନାହିଁ, ଏତେ ପେସେନ୍ସ ବି ନାହିଁ କଡ଼େଇରେ କଷାକଷି କରିବା ପାଇଁ। ସେଇଥିପାଇଁ ପ୍ରେସରରେ 2-4ଟା ସିଟି ମାରିଦେଲି, ମୋର ହେଇଯିବ। ତାପରେ କରିସାରିଲା ପରେ ସ୍ୱାମୀ ପଳେଇ ଆସିଲେ, ଦେଖିଲା ବେଳକୁ କହୁଛନ୍ତି ମୋର ପଇସା ଉଠେଇବା ମନେ ନାହିଁ, ଚାଲ ଯିବା ଟିକେ ATM ପଇସା ଉଠେଇବା। ତାପରେ ଗଲୁ ATMରେ କାମ ସାରିକି ପଳେଇ ଆସି ବୋଉ ତ ଖାଇସାରିଥିଲେ। ତାପରେ ତାଙ୍କୁ ଖାଇବାକୁ ଦେଇଦେଲି। ଆଉ ମୁଁ ମଧ୍ୟ ଚିକେନ୍ ଯେହେତୁ ହେଇଛି, ମୋର ତ ଚିକେନ୍ ସହିତ ମୁଢ଼ି ଆଣିକି ଖାଇଦେଲି। ଆଉ ଖାଇସାରିଲା ପରେ ଯେହେତୁ କାଲି ଗୁରୁବାର ସବୁ ପୋଛାପୋଛି କରିବାକୁ ପଡ଼ିବ, ଖାଲି କ'ଣ ଖାଇଦେଲେ ହବ। ତାପରେ ମୁଁ ମୋର ଲାଗି ପଡ଼ିଲି କିଚେନ୍ ଆଉ ଫ୍ଲୋର୍ ସବୁ ପୋଛାପୋଛି କରିସାରିଲା ପରେ ସବୁ ପୁରା କ୍ଲିନ୍ ହେଇଗଲା। ତାପରେ ଆସିଗଲି କାଲି ପାଇଁ ବୋଉଙ୍କ ପାଇଁ ଟିକେ ବନେଇଦେଲି ମାଣ୍ଡିଆ ଯାଉ। ଆଉ ରାତିରେ ଯାଉ ବନେଇଦେଲେ, ସକାଳଟେ ଯାଉ ଖାଇଲେ ଭଲ ଲାଗେ, ସେଥିପାଇଁ ଯାଉ ବନେଇଦେଲି। ରହିଲି।